ଆଜିର ରାଶିଫଳ ନଭେମ୍ବର ମାସ 27 ତାରିଖ 2025 ମସିହା ଗୁରୁବାର। ମାର୍ଗଶିର ମାସ ଶୁକ୍ଳପକ୍ଷେ ତିଥି ସପ୍ତମୀ ରାତ୍ରି 12ଟା 19 ଗତେ ଅଷ୍ଟମୀ। ନକ୍ଷତ୍ର ଧନିଷ୍ଠା ରାତ୍ରି 3ଟା ବାଜି 5 ଗତେ ଶତଭିସା। ଚନ୍ଦ୍ର ମକର ଦିବା 2ଟା 40 ଗତେ କୁମ୍ଭ। ଯୁଗ ଧୂପ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 6 ମିନିଟ୍, ସୂର୍ଯ୍ୟାସ୍ତ ସନ୍ଧ୍ୟା ସମୟ 5ଟା 3 ମିନିଟ୍। ସିଂହ ରାଶିର ଘାତ ଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତ ବାର। ବିଶୁଦ୍ଧ ଶୁଭବେଳା ବିଶୁଦ୍ଧ ଅମୃତ ବେଳା ଦିବା 7ଟା 42 ମଧ୍ୟ ରାତ୍ରି 5ଟା 50 ଗତେ, 9ଟା 4 ମଧ୍ୟ ରାତ୍ରି 11ଟା 28 ଗତେ, 2ଟା 40 ମଧ୍ୟ ବିଶୁଦ୍ଧ ବା ମହିନ୍ଦ ବେଳା ନାସ୍ତି। ଏହି ସବୁ ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ। କାଳବେଳା ଓ ବାରବେଳା 2ଟା 18 ଗତେ 5ଟା 5 ମଧ୍ୟ। ଏହିସବୁ ସମୟରେ ଯେକୌଣସି କାମ କଲେ ଅଶୁଭ ହୋଇଥାଏ। ଆଜି ତାଳଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ଆପଣ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ଓ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମ ଉନ୍ନତି କରିବେ। କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ। ହୃତଧନ ଫେରି ପାଇବେ। ଆୟ ଅପେକ୍ଷା ବ୍ୟୟ କମ୍ ରହିବ। ଋଣ ମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆକସ୍ମିକ ଧନ ଲାଭ, ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ ମନୋନିବେଶ କରିବେ। ମହିଳାମାନେ ସଞ୍ଚୟ କରିବେ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ। ସେଥିରେ ସଫଳ ହେବାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ମୁକ୍ତିର ସମ୍ଭାବନା ରହିଛି। କର୍ମରେ ଆଗ୍ରହ ଆନ୍ତରିକତା ବୃଦ୍ଧି ପାଇବ। ପରିବାର ସମସ୍ତ ସଦସ୍ୟଙ୍କ ସହଯୋଗ ପାଇବ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ବ୍ୟବସାୟୀ ପରିବହନ କ୍ଷତି ପହଞ୍ଚିବ। କର୍ମରେ ଅସ୍ଥିରତା ବାଧାବିଘ୍ନ, ଉପରିସ୍ଥ କର୍ମଚାରୀଙ୍କ ରୋଷରେ ଶିକାର ହେବେ। ବାପା ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଅନାଗ୍ରହ ହେବେ। ମହିଳାମାନଙ୍କ ଗୁରୁଜନଙ୍କ ସହ ବିବାଦ ହୋଇପାରେ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ ବ୍ୟବସାୟୀ ଆୟ ମଧ୍ୟମ ହେବ। କର୍ମରେ ଅନାଗ୍ରହ ଓ ସମସ୍ତ କର୍ମ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତ ରହିବ। ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ ବା କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ବ୍ୟବସାୟୀ ପରିବହନ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି ସଫଳତା ପାଇବେ। ମହିଳା ଓ ସହକର୍ମୀ ସହଯୋଗ କରିବେ। ପରିବାରର ସମସ୍ତ ସଦସ୍ୟ ସହଧର୍ମିଣୀଙ୍କ ସହାୟ ଓ ସହାନୁଭୂତି ପାଇବେ। ଘରକରଣା ଇଲେକ୍ଟ୍ରିକ୍ ସରଞ୍ଜାମ ବସନଭୂଷଣ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଅସ୍ଥିର ମନ ହେବ। ମହିଳାମାନେ ସ୍ୱାମୀ ଅନୁରକ୍ତ ହେବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ସହକର୍ମୀଙ୍କ ସହଭାଗ ସମସ୍ତ କର୍ମ ସଫଳତା ପ୍ରଶଂସା ପାଇବେ। ବାଣିଜ୍ୟ ବ୍ୟବସାୟୀ ଠିକ୍ ଚାଲିବ। ଆୟ ହେବ। ପୁରାତନ ରୋଗ ଆରୋଗ୍ୟ ଲାଭ କରିବେ। ଶତ୍ରୁମାନେ ମିତ୍ର ହେବେ। ଋଣମୁକ୍ତ ହେବେ। ଚେଷ୍ଟା କରି ବିଦ୍ୟାର୍ଥୀ କ୍ରୀଡ଼ାବିତ ପ୍ରଶଂସିତ ହେବେ। ମହିଳାମାନେ ଧାର୍ମିକ କ୍ରିୟାରେ ଆଗ୍ରହୀ ହେବେ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ମାନ ସମ୍ମାନ ହାନି, ଇତର ଜନଠାରୁ ଅପମାନ ପାଇପାରନ୍ତି। ମାନସିକ ପାରିବାରିକ ଅଶାନ୍ତି, କର୍ମସ୍ଥାନ ଅପଯଶ ଅପମାନିତ ହୋଇପାରନ୍ତି। ପୁତ୍ର କନ୍ୟା ଅବଜ୍ଞା କରିବେ। ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବାପା ମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବାଦବିବାଦ, ଯାନବାହନ ଆରୋହଣ କାଳରେ ସତର୍କ ରହିବେ। ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ। ଯାନବାହନ କ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ। ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲି ମକଦ୍ଦମାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାବିତ କର୍ମରେ ଆଳସ୍ୟ ପ୍ରକାଶ ପାଇବେ। ମହିଳାମାନେ ଉଦର ଯନ୍ତ୍ରଣା ପାଇବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ
ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଲାଭ ହେବ। କର୍ମର ଉନ୍ନତି, ସମସ୍ତ କର୍ମର ଆଶାତୀତ ସଫଳତା ପାଇବେ। କର୍ମାରମ୍ଭ କିମ୍ବା ନୂତନ ମୁକ୍ତିର ସମ୍ଭାବନା ରହିଛି। ପରିବାରର ସମସ୍ତ ସଦସ୍ୟ, ସହକର୍ମୀ, ଭାତୃଭଗ୍ନୀଙ୍କ ସହାୟ ଏବଂ ସହଯୋଗ ପାଇବେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ। ସେଇଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ କ୍ଷତି, ବ୍ୟବସାୟୀ କ୍ଷତିର ସମ୍ଭାବନା ରହିଛି। କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମର ବାଧାବିଘ୍ନ, କର୍ମ ଅସଫଳତା ରହିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ। ଧନକୁ ନେଇ ବିବାଦ କିମ୍ବା ମାଲି ମକଦ୍ଦମା ହୋଇପାରେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଆଳସ୍ୟ ପ୍ରକାଶ କରିବେ। ମହିଳାମାନେ ବଦ ଖର୍ଚ୍ଚୀ ହେବେ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ ବ୍ୟବସାୟ ଉତ୍ତମ ଆୟ, କର୍ମରେ ଉନ୍ନତି, କର୍ମସ୍ଥାନରେ ପ୍ରଶଂସିତ ହେବେ। ଲକ୍ଷ୍ମୀଙ୍କ କୃପା ରହିବ। ମାନସିକ ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।